ନମସ୍କାର ବନ୍ଧୁମାନେ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଆମେ ଏକ ଏମିତି ବିଷୟରେ କଥା ହେବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ସହ ସିଧାସଳଖ ଜଡ଼ିତ। ବନ୍ଧୁମାନେ, ଦିନ ଗଣିବା ଆରମ୍ଭ କରନ୍ତୁ। 6 ଫେବୃଆରୀରୁ ଆସିବ ଗୋଟେ ପରେ ଗୋଟେ ଖୁସି ଖବର। ଅଚାନକ ଧନୀ ହେବେ 5ଟି ରାଶି। ଫେବୃଆରୀ ମାସରେ ଶୁକ୍ର କୁମ୍ଭ ରାଶିରେ ଗମନ କରିବାକୁ ଯାଉଛନ୍ତି। ଫେବୃଆରୀ 6 ତାରିଖ ଶୁକ୍ର ଶନି ରାଶିରେ ପ୍ରବେଶ କରିବେ, ଯେଉଁଠାରେ ବୁଧ ପୂର୍ବରୁ ଉପସ୍ଥିତ ଥିବେ। ଫେବୃଆରୀ 3 ତାରିଖରେ ବୁଧ କୁମ୍ଭ ରାଶିରେ ଗମନ କରିବେ। ଜ୍ୟୋତିଷ ଗଣନା ଅନୁସାରେ ଏହି ସମୟ ମଧ୍ୟରେ କୁମ୍ଭ ରାଶିରେ ବୁଧ ଓ ଶୁକ୍ରଙ୍କ ସଂଯୋଗ ଲକ୍ଷ୍ମୀନାରାୟଣ ଯୋଗର ଶୁଭ ମିଶ୍ରଣ ମଧ୍ୟ ସୃଷ୍ଟି କରିବ। ଏହି ଯୋଗର ଶୁଭ ପ୍ରଭାବ ଯୋଗୁଁ ଧନ, ସମୃଦ୍ଧି ଓ ଭୌତିକ ସୁଖ ସୁବିଧାର ବୃଦ୍ଧି ହେବା। ଶୁକ୍ରଙ୍କ ପ୍ରଭାବ ଯୋଗୁଁ ବୈବାହିକ ଜୀବନ ସୁଖମୟ ହେବ ଓ ସମ୍ପର୍କ ମଧୁର ହେବ। ଶୁକ୍ର ଗ୍ରହସ୍ଥ ସମୟରେ ମେଷ ଓ ସିଂହ ସମେତ 5ଟି ରାଶିର ଲୋକମାନେ ଭାଗ୍ୟବାନ ହେବେ। ଏହି ସମୟରେ କ୍ୟାରିୟରରେ ବହୁତ ସଫଳତା ମିଳିବ ଓ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହେବ। ଏହି ସମୟରେ ଯେଉଁମାନେ ଦୀର୍ଘଦିନ ଧରି ପଇସାର ସମସ୍ୟା ଲାଗି ରହିଥିବା, ସେହି ସମସ୍ୟା ଦୂର ହେବ। ବ୍ୟାପାର ବାଣିଜ୍ୟରେ ବହୁତ ଅଧିକ ସଫଳତା ମିଳିବ। ପାରିବାରିକ ଦୁଃଖ କଷ୍ଟ ଦୂର ହୋଇପାରେ। ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ତେବେ ବନ୍ଧୁମାନେ, ଆସନ୍ତୁ ଜାଣିବା କିଏ ସେହି ଭାଗ୍ୟଶାଳୀ ରାଶି। ତା ପୂର୍ବରୁ ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମେଷ ରାଶି। ଏହି ଗୋଚର ସମୟରେ ବ୍ୟବସାୟୀମାନେ ଅଧିକ ଲାଭ ପାଇବେ ଓ ସେମାନେ ପ୍ରତିଦ୍ୱନ୍ଦ୍ୱୀକୁ ପଛରେ ପକାଇବେ। ଟଙ୍କା ରୋଜଗାର କରିବା ସହିତ ଏହି ସମୟରେ ସଞ୍ଚୟ କରିବାର ମଧ୍ୟ ସମୟ ହେବ। ଦୀର୍ଘଦିନ ଧରି ଯେଉଁ ସମସ୍ୟା ଓ ଚିନ୍ତା ଆପଣଙ୍କୁ ହଇରାଣ କରୁଥିଲା, ସେ ସବୁ ଧୀରେ ଧୀରେ ଦୂର ହେବ। 6 ଫେବୃଆରୀ ପରେ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବ। ବିଶେଷ କରି ଧନ ସମ୍ପର୍କିତ ବିଷୟରେ ଆପଣ ଭଲ ଖବର ପାଇବେ। ଚାକିରି କରୁଥିଲେ ନୂଆ ଦାୟିତ୍ୱ ସହ ପଦୋନ୍ନତି କିମ୍ବା ବେତନ ବୃଦ୍ଧିର ଯୋଗ ରହିଛି। ଆପଣଙ୍କର ପୁରୁଣା ଦୁଃଖ ଶେଷ ହେବ। ପରିବାରରେ ସୁଖ ଶାନ୍ତି ରହିବ ଏବଂ ମନର ଚିନ୍ତା କମିବ। ଆପଣଙ୍କୁ ନୂଆ ଯୋଜନାର ସଫଳତା ମିଳିବ। ମେଷ ରାଶି ଜାତକମାନେ ଏହି ସମୟ ଧୈର୍ଯ୍ୟ ରଖନ୍ତୁ। ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ। ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କର ଜୀବନରେ ଧନ, ସମ୍ମାନ ଓ ସଫଳତା ଆସିବ। କର୍କଟ ରାଶି। ଶୁକ୍ର କର୍କଟ ରାଶିର ଅଷ୍ଟମ ଘରେ ଗମନ କରୁଛନ୍ତି। ଏହି ସମୟରେ ଆପଣଙ୍କର ଆଧ୍ୟାତ୍ମିକ ବିଷୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆପଣ ଆପଣଙ୍କ କ୍ୟାରିୟରରେ ମଧ୍ୟ ସଫଳତା ପାଇବେ। ବ୍ୟବସାୟୀମାନେ ଅଧିକ ଲାଭ ପାଇବେ। ଏହି ଭ୍ରମଣ ସେୟାର ବଜାର ସହିତ ଜଡ଼ିତ ଲୋକଙ୍କ ପାଇଁ ଶୁଭ ହେବ। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ। ଆପଣଙ୍କର ପାରିବାରିକ ଜୀବନ ମଧ୍ୟ ଉନ୍ନତି ଦେଖାଦେବ। ତଥାପି ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି କିଛି ଧ୍ୟାନ ଦେବାକୁ ପଡ଼ିବ। ତ ବନ୍ଧୁମାନେ, ଆପଣଙ୍କର ଯଦି କର୍କଟ ରାଶି ହୋଇଥାଏ, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ସିଂହ ରାଶି। ଶୁକ୍ରଙ୍କ ପ୍ରଭାବ ଆପଣଙ୍କର ସପ୍ତମ ଘରେ ଦୃଶ୍ୟମାନ ହେବ। ଏହି ଗୋଚର ସମୟରେ ଆପଣ ଆପଣଙ୍କ ପରିବାର ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନ ଉପଭୋଗ କରିବେ। ଏହି ସମୟରେ ସୁଖ, ଦୁଃଖ ଓ ବିଳାସର ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେବ। କ୍ୟାରିୟରରେ ଉନ୍ନତି ପାଇଁ ଅନେକ ସୁଯୋଗ ମଧ୍ୟ ଉପଲବ୍ଧ ହେବ। ଆପଣଙ୍କର ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିମାନେ ଲାଭରେ ବୃଦ୍ଧି ପାଇବେ। ଟଙ୍କା ରୋଜଗାର କରିବା ସହିତ ଆପଣଙ୍କର ଏହାର ଭଲ ପରିମାଣ ସଞ୍ଚୟ କରିବାର ମଧ୍ୟ ସଫଳ ହେବେ। ପଇସା ସମ୍ପର୍କିତ ଚିନ୍ତା ଧୀରେ ଧୀରେ କମିବ ଏବଂ ସମ୍ମାନ ସହିତ ଧନ
ଦୁହେଁ ମିଳିବ। ଆପଣଙ୍କର ସିଂହ ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମକର ରାଶି। ଶୁକ୍ର ମକର ରାଶିର ଦ୍ୱିତୀୟ ଘରେ ଗମନ କରୁଛନ୍ତି। ଏହାର ପ୍ରଭାବ ଆପଣଙ୍କର କାର୍ଯ୍ୟ ଓ କଥାରେ ଗୁରୁତ୍ୱ ଆଣିବ। ଏହି ସମୟରେ ଆପଣ ଅଧିକ ରୋମାଣ୍ଟିକ୍ ହେବେ। ଆପଣଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଆପଣଙ୍କ କ୍ୟାରିୟରରେ ଫଳପ୍ରଦ ହେବ। ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାମରେ ଖୁସି ହେବେ ଓ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ବ୍ୟବସାୟୀମାନେ ସେମାନଙ୍କର ବୃତ୍ତିରେ ଉତ୍କର୍ଷ ହାସଲ କରିବେ। ଆପଣ 6 ଫେବୃଆରୀ ପରେ ଶନିଦେବଙ୍କ କୃପାରେ ଆପଣଙ୍କର ସମୟ ଧୀରେ ଧୀରେ ଭଲ ହେବାକୁ ଯାଉଛି। ଅଟକି ରହିଥିବା କାମ ଏବେ ସଫଳ ହେବ। ଆପଣଙ୍କର ମନର ଚିନ୍ତା ଦୂର ହେବ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ଆପଣ ଭଗବାନ ଓ ଶନିଦେବଙ୍କୁ ମନେ ପକାନ୍ତୁ। ନିୟମିତ ପରିଶ୍ରମ କରନ୍ତୁ। ଧନ ସମ୍ମାନ ଓ ସଫଳତା ଅବଶ୍ୟ ଆସିବ। ଆପଣଙ୍କର ଯଦି ମକର ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଶେଷ ରାଶି ହେଉଛି କୁମ୍ଭ ରାଶି। ଶୁକ୍ର ଆପଣଙ୍କର ପ୍ରଥମ ଘରେ ଗମନ କରୁଛନ୍ତି। ଫଳସ୍ୱରୂପ ଆପଣ ପ୍ରଗତି ଉପରେ ଅଧିକ ଧ୍ୟାନ ଦେବେ। ଏହି ଗୋଚର ସମୟରେ ନୂତନ ଚାକିରି ସୁଯୋଗ ସୃଷ୍ଟି ହୋଇପାରେ। ପରିବାର ପାଇଁ କିଛି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇପାରେ। ନୂଆ କ୍ୟାରିୟର ସୁଯୋଗ ଆପଣଙ୍କୁ ଆପଣଙ୍କର ଇଚ୍ଛା ପୂରଣ କରିବାରେ ସକ୍ଷମ କରିବ। ବ୍ୟବସାୟ ଅଧିକ ଲାଭ ପ୍ରଦାନ କରିବ। ଏହି ସମୟ ମଧ୍ୟରେ ଆପଣ ଯାହା ରୋଜଗାର କରିବେ ତାହା ଆପଣଙ୍କର ପରିବାର ପାଇଁ ଖର୍ଚ୍ଚ କରିପାରିବେ। ଫେବୃଆରୀ 6 ତାରିଖ ପରେ ନୂଆ ଆଶା ନୂଆ ଆରମ୍ଭ ହେବ। ଆପଣଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାର ସମ୍ଭାବନା ଅଛି। ଆପଣ ଦୁଃଖ ଶେଷ ହେବାକୁ ଯାଉଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ଆପଣଙ୍କର ଧନ ଆସିବାର ମଧ୍ୟ ଯୋଗ ରହିଅଛି। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ତ ବନ୍ଧୁମାନେ ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଆଶା କରୁଛି ବନ୍ଧୁମାନେ ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଆପଣଙ୍କର ରାଶି ନିଶ୍ଚୟ କମେଣ୍ଟ କରନ୍ତୁ। ଧନ୍ୟବାଦ।